କହୁଛି ଆଜ୍ଞା ଦେଖନ୍ତୁ ଆପଣଙ୍କର କି ଟେନସନ୍ ୟାଙ୍କ କଥା ଶୁଣନ୍ତୁ, ୟାଙ୍କ କଥାକୁ ବୁଝନ୍ତୁ। ଟେନସନ୍ ଯିବ ପେନସନ୍ ନେବା ପାଇଁ। ଖରା ଦିନ ହଉ, ଶୀତ ଦିନ ହଉ, ବସନ୍ତ ଋତୁ ହଉ, ବର୍ଷା ଋତୁ, ଇସ୍ କି ଥଣ୍ଡାରେ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ, ଭକ୍ତଗଣ, ସାଙ୍ଗମାନେ, ମାତାଜୀ, ପ୍ରଭୁଜୀ। ଚିନ୍ତା କରୁଛନ୍ତି କି ଦୁନିଆରେ ଏମିତି କେହି ନାହିଁ ଯିଏ ବିନା ଚିନ୍ତାରେ ବଞ୍ଚିପାରିବ। ଚିନ୍ତା କରୁଛନ୍ତି ଯଦି ଏ ଭିଡ଼ିଓ ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଦେଖନ୍ତୁ। ଦୁନିଆର ସବୁଠାରୁ ବଡ଼ ବୈଷ୍ଣବ, ସବୁଠାରୁ ବଡ଼ ଜଗନ୍ନାଥ ଭକ୍ତ, ସବୁଠାରୁ ବଡ଼ କୃଷ୍ଣ ଭକ୍ତ, ସବୁଠାରୁ ବଡ଼ ଶ୍ରୀରାମଙ୍କର ଭକ୍ତ କିଏ ଆଜ୍ଞା? ଭଗବାନ ଶ୍ରୀ ଶିବ, ବାବା, ଆମର ବାବା। ତାଙ୍କଠାରୁ ବଡ଼ ବିଷ୍ଣୁ ଭକ୍ତ ଆଉ କେହି ନାହାନ୍ତି। ତାଙ୍କଠାରୁ ବଡ଼ ଜଗନ୍ନାଥ ଭକ୍ତ ଆଉ କେହି ନାହାନ୍ତି। ଆଜି ତାଙ୍କରି ଉଦାହରଣରୁ ମୁଁ ଆପଣଙ୍କୁ ସଲ୍ୟୁସନ୍ ଦେବି କେମିତି ବଞ୍ଚିବା ଶିଖାଯାଏ। ମୁଁ ତ ଜଣେ ବୈଷ୍ଣବ ବ୍ରହ୍ମଚାରୀ, କିନ୍ତୁ ଆପଣ ଯଦି ସଂସାରରେ ରହୁଛନ୍ତି, ସଂସାରକୁ କେମିତି ମ୍ୟାନେଜ୍ କରିବେ, ଚିନ୍ତା କେମିତି କରିବେ, ଚିନ୍ତା ଯେଉଁ କରୁଛନ୍ତି, ଚିନ୍ତା କେମିତି ଦୂର ହେବ ଆଜ୍ଞା ସଂସାରରେ ରହିକି। ଦୁନିଆର ସବୁଠାରୁ ବଡ଼ ଯଦି କିଏ ସଂସାରୀ ଅଛି, ସିଏ ହେଉଛନ୍ତି ଭଗବାନ ଶିବ, ଶ୍ରୀ ଶିବ, ବାବା। ଆଉ ଦୁନିଆର ସବୁଠାରୁ ବଡ଼ ବୈରାଗୀ ଯଦି କିଏ ଅଛି, ସିଏ ବି ହେଉଛନ୍ତି ବାବା। ଦିଟା ମାନେ ବିପରୀତ ବୋଧକ ଶବ୍ଦ, ଧର୍ମ, ତତ୍ତ୍ୱ କେମିତି ତାଙ୍କ ପାଖରେ ରହିପାରୁଛି? କେବଳ ବୈଷ୍ଣବ ହିଁ ଏ କାମ କରିପାରିବ, ଆଉ କେହି କରିପାରିବେନି ଆଜ୍ଞା। କେବଳ ବୈଷ୍ଣବ ହିଁ ଏମିତି ମ୍ୟାଜିକ୍ କରିପାରିବ। ଭଗବାନ ଶ୍ରୀ ଶିବ ଭୌତିକ ଜଗତର ସବୁ କାମ କରନ୍ତି ଆଜ୍ଞା, କିନ୍ତୁ ଭୌତିକର ଯେଉଁ 3 ଗୁଣ ଅଛି, ସତ୍ଵ, ରଜ ଆଉ ତମ, ଏ ଗୁଣରୁ ସେ ଉପରେ, ତାଙ୍କୁ ଏ ଗୁଣ ଛୁଇଁ ପାରିବନି। ଶାସ୍ତ୍ର କହେ ଯେ କୃଷ୍ଣଙ୍କ ଠାରୁ, ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଶିବ ଆସିଛନ୍ତି, କିନ୍ତୁ ପୁନଶ୍ଚ ଶିବଙ୍କ ଠାରୁ ପୁଣି ଜଗନ୍ନାଥ ବା କୃଷ୍ଣ ହେଇପାରିବେ ନାହିଁ। ଶାସ୍ତ୍ର ଏଇଆ କହେ ଯେ କୃଷ୍ଣ ଯଦି କ୍ଷୀର, ଶିବ ହେଉଛନ୍ତି ଦହି। କାହିଁକିନା କ୍ଷୀରରୁ ଦହି ହେଇପାରିବ, କିନ୍ତୁ ପୁନଶ୍ଚ ଦହିରୁ ଆଉ କ୍ଷୀର ହେଇପାରିବ ନାହିଁ। এই ଜିନିଷଟାକୁ ଶାସ୍ତ୍ର ବାରମ୍ବାର କହୁଛି। ଆଜି କଥା ହେବା ବାବାଙ୍କ ବିଷୟରେ। ମୁଁ ଯେତେବେଳେ ଛୋଟ ଥିଲି ଆଜ୍ଞା, କୃଷ୍ଣଙ୍କୁ ଭକ୍ତି କରୁଥିଲି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କର ଶରଣାଗତି ନଥିଲି, ଜଗନ୍ନାଥଙ୍କର ଶରଣାଗତି ନଥିଲି। ମୁଁ ମନ୍ଦିରକୁ ଯାଏ ଆଜ୍ଞା, ଶିବ ମନ୍ଦିର ପାଖରେ ଆମର ଅଛି ବାଲୁଙ୍କେଶ୍ୱର, ଶ୍ରୀ 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 ବାଲୁଙ୍କେଶ୍ୱର ମହାରାଜଙ୍କର ଜୟ ହେଉ। ସେଠିକି ଯାଏ। ଆମ କେନ୍ଦୁଝରରେ ବାଲୁଙ୍କେଶ୍ୱରଙ୍କର ଡଙ୍କା ବାଜେ ଆଜ୍ଞା। ସବୁ ଜାଗାରେ ଯେଉଁ ଜାଗାରେ ଦେଖିବେ ବାଲୁଙ୍କେଶ୍ୱର କମ୍ପ୍ଲେକ୍ସ, ବାଲୁଙ୍କେଶ୍ୱର ଏ ପଡ଼ିଆ, ସବୁ ଯେତିକି ଯାତ୍ରା ମେଳା ହୁଏ, ମନ୍ଦିର ବି। ତ ବାବା ବାଲୁଙ୍କେଶ୍ୱର ପାଖକୁ ଯାଏ। ସେ ଯେତେବେଳେ ବସିଥାଏ, ଖରା ଦିନ ହଉ, ଶୀତ ଦିନ ହଉ, ବସନ୍ତ ଋତୁ ହଉ, ବର୍ଷା ଋତୁ, ଇସ୍ କି ଥଣ୍ଡାରେ। ଖରା ଦିନରେ ମୁଁ ଶୀତେଇ ଯାଏ ଆଜ୍ଞା। ମୁଁ ଭାବେ ମନେ ମନେ, ଏତେ ଥଣ୍ଡା ଏଠି କ'ଣ ପାଇଁ? ଲୋକ ଗୁଳୁଗୁଳି ଖରାରେ ମରୁଛନ୍ତି, କିନ୍ତୁ ଏ ଜାଗାରେ ବସିଲା ମାନେ କିଛି ନାହିଁ। ଦେଖିବାକୁ ଗଲେ ବେଲ ଗଛ କେତେଟା ଅଛି, ବେଲ ଗଛ କେଇଟା ଅଛି, ଉପରକୁ ଖରା ପଡ଼ୁଛି, କିନ୍ତୁ ଯେତେବେଳେ ବସିଥାଏ ସେଇ ମନ୍ଦିରରେ, ତାଙ୍କର ଦ୍ୱାର ସାମ୍ନାରେ ନନ୍ଦୀଙ୍କ ପାଖରେ, କି ଥଣ୍ଡାରେ। ଧୀରେ ଧୀରେ ମୁଁ ଜାଣିପାରିଲି ଏ ଥଣ୍ଡାର କାରଣ କ'ଣ ଆଜ୍ଞା। ଇଏ କେବଳ ବାବାଙ୍କର ମାନେ କୃପା, ତାଙ୍କର ପ୍ରତାପ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଂଶ ନା ସେ ପ୍ରତାପ। ଯଦି ତାଙ୍କର ଏମିତି ଥଣ୍ଡା ଅଛି, ତାମାନେ ତାଙ୍କର ଟେନସନ୍, ମାନେ ତାଙ୍କଠୁ ବଡ଼ ଟେନସନ୍ ଆଉ କାହା ପାଖରେ ନାହିଁ। କିନ୍ତୁ ସିଏ କେମିତି ଆଜ୍ଞା ମ୍ୟାନେଜ୍ କରୁଥିବେ ଦେଖନ୍ତୁ। ଦୁନିଆର ସବୁଠୁ ବଡ଼ ସଂସାରୀ ହେଉଛନ୍ତି ସିଏ। କହୁଛି ଆଜ୍ଞା ଦେଖନ୍ତୁ ଆପଣଙ୍କର କି ଟେନସନ୍ ୟାଙ୍କ କଥା ଶୁଣନ୍ତୁ, ୟାଙ୍କ କଥାକୁ ବୁଝନ୍ତୁ। ଟେନସନ୍ ଯିବ ପେନସନ୍ ନେବା ପାଇଁ। ଦେଖନ୍ତୁ କ'ଣ କ'ଣ ଜିନିଷ ଅଛି ଆଜ୍ଞା, ନିଜ ଦେହ ଭିତରେ ଦେଖନ୍ତୁ। ତାଙ୍କ ନିଜ ଦେହ ଦେଖନ୍ତୁ। ମାତା ପାର୍ବତୀ କହିଲେ ମୁଁ ଆପଣଙ୍କୁ ବିବାହ କରିବି, ଶିବ କହିଲେ ଦରକାର ନାହିଁ, ମୁଁ ଜଣେ ବୈରାଗୀ, ଏଠି ସେଠି ବୁଲୁଛି, ପାଉଁଶକୁ ଦେହରେ ଲଗାଉଛି, ମୋତେ କାହିଁ ବାହା ହେବ? କିନ୍ତୁ ବାହା ହେଲେ, ସଂସାରୀ ହେଲେ। ଯେତେବେଳେ ସଂସାରୀ ସେତେବେଳେ ବୈରାଗୀ। ଦେହରେ ଦେଖନ୍ତୁ ଆଜ୍ଞା, ତାଙ୍କର ଗଳାରେ ଅଛି କ'ଣ ଆଜ୍ଞା? ବିଷ। ଠିକ୍ ଉପରକୁ ଯାଇକି ଦେଖନ୍ତୁ, ଚନ୍ଦ୍ରକୁ ଅମୃତ ବୋଲି କୁହାଯାଏ, ଜହ୍ନମାମୁଁକୁ ଅମୃତ ବୋଲି କୁହାଯାଏ। ଯେଉଁଠି ଅମୃତ ସେଇଠି ହଳାହଳ ବିଷ। ଆଉ ଟିକେ ଦେଖିଆ, ମୁଣ୍ଡରେ ଦେଖନ୍ତୁ ତାଙ୍କ ଜଟାରେ
ମା ଗଙ୍ଗା ଜଳ ଅଛି, ଗଙ୍ଗା ପାଣି ଅଛି। ଠିକ୍ ତଳକୁ ଆସିବେ ଆଜ୍ଞା, ତୃତୀୟ ନୟନ ତାଙ୍କର, ସେଠୁ କ'ଣ ବାହାରେ ଆଜ୍ଞା? ନିଆଁ। ଯେଉଁଠି ନିଆଁ ସେଇଠି ପାଣି। ଦେଖୁଛନ୍ତି ଆଜ୍ଞା, କି ବିପରୀତ ଜିନିଷ ଗୋଟିଏ ଜାଗାରେ କେବଳ ବୈଷ୍ଣବ କରିପାରିବ। ପୁଣି ଆଜ୍ଞା ଦେଖିବା, ବିଭୂତି ଲଗେଇଛନ୍ତି ଦେହରେ। ଏରେ ଦେହରେ ବିଭୂତି ଲାଗିଛି, ପୁଣି ଆଖପାଖରେ ଭୂତ ପ୍ରେତ ନାଚୁଛନ୍ତି। ଏଇଟା କେବେ ସମ୍ଭବ? ଏଟା ଯେଉଁଠି ବିଭୂତି ସେଠି ବି ଭୂତ ପ୍ରେତ ନାଚି ପାରୁଛନ୍ତି, ଭୂତ ପ୍ରେତ ଆସିପାରୁଛନ୍ତି ପାଖକୁ। ବିଭୂତି ମାଇଲା ମାନେ ଭୂତ ପ୍ରେତ କେବେ ଆସିପାରିବେନି। ଭୂତ ଭଭୂତ କହନ୍ତି। ଭୂତ और ଭଭୂତ ଏକ ସାଥ ରହିପାରିବେନି, ଏକା ସାଙ୍ଗେ ରହିପାରିବେନି। କେମିତି ରହୁଛନ୍ତି ଆଜ୍ଞା ବିପରୀତ ଜିନିଷ? କେବଳ ବୈଷ୍ଣବ କରିପାରିବ, ଶୁଦ୍ଧ ବୈଷ୍ଣବ, ଦୁନିଆର ସବୁଠୁ ବଡ଼ ବୈଷ୍ଣବ। ଯଦି ଆପଣ ଭକ୍ତି କରିବା ପାଇଁ ଚାହୁଁଛନ୍ତି, ବାବାଙ୍କ ହାତ ଧରନ୍ତୁ। ବାବାଙ୍କ ହାତ ଧରନ୍ତୁ, ସିଏ କୃଷ୍ଣ ପାଖକୁ ନେଇ ଚାଲିବେ, ଜଗନ୍ନାଥ ପାଖକୁ ନେଇ ଚାଲିବେ। ଯଦି ଆପଣଙ୍କୁ ଭକ୍ତି କରିବାରେ ଅସୁବିଧା ହେଉଛି, କଷ୍ଟ ହେଉଛି, ଚିନ୍ତା ଆପଣ କରୁଛନ୍ତି, ଇଏ ତ ଆରମ୍ଭ ଆଜ୍ଞା, ଇଏ ଆରମ୍ଭ। କଷ୍ଟ ଦେଖନ୍ତୁ ଏବେ। ଓଲଟା ଆପଣଙ୍କର ଯେଉଁ ସାଂସାରିକ କଷ୍ଟ କଥା କହୁଛନ୍ତି, ସେଇଠି ଧ୍ୟାନ କରୁଛନ୍ତି ମହାପ୍ରଭୁ ଶ୍ରୀ ଲୋକନାଥ, ବାବା ଶିବ, ଶ୍ରୀ ଶିବ। ଏପଟେ ତାଙ୍କ ନନ୍ଦୀ ଅଛି, ଏପଟେ ମାତା ପାର୍ବତୀଙ୍କର ସିଂହ। କୁଆଡ଼େ ଯିବେ ଆପଣ? ସିଂହ ଆଉ ଷଣ୍ଢ ଭିତରେ ପଡ଼ିବ? ସିଂହ ଷଣ୍ଢ ଭିତରେ କେବେ ପଡ଼େନି ଆଜ୍ଞା। ଏପଟୁ ମୟୂର ଆଇଲାଣି, କାର୍ତ୍ତିକେଶ୍ୱରଙ୍କର ମୟୂର ଅଛି। ଶିବଙ୍କ ଅଣ୍ଟାରେ କ'ଣ ଅଛି ଆଜ୍ଞା? ସାପ। ମୟୂର ଖାଇବା ପାଇଁ ଚାହୁଁଛି ସାପକୁ, ସାପ ଖସିକି ଯିବ ବୋଲି କହୁଛି ନା। ଏପଟେ ମୂଷା, ଗଣେଶଙ୍କର, ଗଣପତିଙ୍କର ବାପା। ମୁମ୍ବାଇରେ ଆମର ବାପା ବୋଲି କହନ୍ତି, ଗଣପତି ବାପା। ତ ଏପଟେ ମୂଷା ଅଛି, ଏପଟେ ସାପ ଅଛି। ସାପ ମୂଷାକୁ ଖାଇବା ପାଇଁ ଚାହୁଁଛି, ସାପ ମୂଷାକୁ ଖାଇବା ପାଇଁ ଚାହୁଁଛି। ଯଦି ତଳକୁ ଓହ୍ଲେଇଲୁ ମୂଷାକୁ ଖାଇବା ପାଇଁ, ଏପଟେ ମୟୂର କହୁଛି, ମୁଁ କ'ଣ ହାତରେ ଚୁଡ଼ି ପିନ୍ଧିକି ବସିଛି, ଟେନସନ୍ ନେଏ ନା। ମୂଷା କହୁଛି, ତୁ ଟେନସନ୍ ନେଏ ନା, ସିଏ ସାପ ଆଇଲା ମାନେ ମୁଁ ଅଛି, ତାକୁ ଆକ୍ରମଣ କରିବି। କି ଟେନସନ୍ରେ, ଜାଣିପାରୁଛନ୍ତି? ମା ମହାଲକ୍ଷ୍ମୀଙ୍କୁ, ମା ସରସ୍ୱତୀଙ୍କର, ତାଙ୍କର ଯେଉଁ ସୁନା ଗହଣାକୁ ଦେଖିକି ମାତା ପାର୍ବତୀ ପୁରା ଅଥୟ, ତମକୁ ବାହା ହେଇକି ମୋ ଜୀବନ ନଷ୍ଟ ହେଇଗଲା, ଇଏ ହେଇଗଲା, ସିଏ ହେଇଗଲା। ଗୋଟେ ସୁନା ଗହଣା ପିନ୍ଧି ପାରୁନୁ, ଦୁଧରା ଫୁଲ ପିନ୍ଧିକି ବୁଲୁଛୁ, ତମକୁ ସେଇଆ ଚଢ଼ଉଛି। କି ଟେନସନ୍ ଆଜ୍ଞା, ଗୋଟେକୁ ପରେ ଗୋଟିଏ ଟେନସନ୍। ତାଙ୍କର ଘର ନାହିଁ ଆଜ୍ଞା। ଦୁନିଆର ସବୁଠୁ ବଡ଼ ବୈଷ୍ଣବଙ୍କ ପାଖରେ ଘର ନାହିଁ। ଆପଣ ଘର ଖୋଜି ହେଉଛନ୍ତି। ଯିଏ ବିଷ୍ଣୁ ଭକ୍ତ, ଯିଏ କୃଷ୍ଣ ଭକ୍ତ, ଚାହିଁଲେ ସେ ସବୁ କିଛି ପାଇପାରିବ ଆଜ୍ଞା। କିନ୍ତୁ ଯିଏ ଜଗନ୍ନାଥଙ୍କୁ ଥରେ ପାଇଗଲା, ଯିଏ କୃଷ୍ଣଙ୍କୁ ଥରେ ପାଇଗଲା ଆଜ୍ଞା, ସିଏ କେବେ ବି ଏ ଭୌତିକ ଜିନିଷକୁ ଛାର ବୋଲି, ତୁଚ୍ଛ ବୋଲି ମାନେ। ସିଏ ଶିବ, ଶ୍ରୀ ଶିବ, ଭଗବାନ ଶିବଙ୍କ ପାଖକୁ ସବୁ ରାକ୍ଷସ ଆସନ୍ତି। ଏଇଟା ଦେଇଦେ, ସେଇଟା ଦେଇଦେ, ସୁନା ଗଣା ଦେଇଦେ, ଘର ଦେଇଦେ, ସବୁ ଦେଇଦିଅନ୍ତି ଆଜ୍ଞା। ନିଜ ପାଖରେ ଘରଟିଏ ନାହିଁ। ମା ପାର୍ବତୀ କହିଲେ, ଇଏ ମାନେ ଗଣେଶ ଅଛନ୍ତି, ଏପଟେ କାର୍ତ୍ତିକ ଅଛନ୍ତି। ଆମର ସଂସାର ହେଲାଣି, ଆମେ ଗୋଟେ ଘର ବନେଇବା ଦରକାର ନା ନାହିଁ? କେତେ ଖୋଲା ଜାଗାରେ ଆମେ ରହିବା? ଶିବଙ୍କୁ କହିଲେ, ହିମାଳୟ ପର୍ବତରେ। ତ ଶିବ କହିଲେ, ଠିକ୍ ଅଛି, ଘର ବନେଇ ଦେଉଛି। ଭାବିଦେଲେ ଆଜ୍ଞା, ଖାଲି ଭାବିଦେଲେ ଘର ହେଇଗଲା। ଏତେ ସୁନ୍ଦର ଘର ଶୂନ୍ୟରେ ଉଡ଼ୁଛି। ଆରେ ଘର ପ୍ରତିଷ୍ଠା ପୁଣି ହେବ। ସମସ୍ତେ ବ୍ରାହ୍ମଣ ଆଇଲେ। ପ୍ରତିଷ୍ଠା ଯେହେତୁ ହେଲା, ଦାନ ବି ତ ଦିଆଯିବ ବ୍ରାହ୍ମଣଙ୍କୁ। ବ୍ରାହ୍ମଣ ସବୁ ଦାନ ନେଇକି ଗଲେ। ଲାଷ୍ଟରେ ଯେଉଁ ବ୍ରାହ୍ମଣ ଥିଲା, ସେ କହିଲା, ଶିବ ଯେତେବେଳେ କହିଲେ, ଆପଣଙ୍କୁ କ'ଣ ଦାନ ଦରକାର? ସେ ବ୍ରାହ୍ମଣର ଆସକ୍ତି ଥିଲା ସେଇ ଘରରେ। କହିଲା, ଏତେ ସୁନ୍ଦର ଘର ମୁଁ ଦେଖି ନାହିଁ ଜୀବନରେ, ମୋତେ ଏଇଟା ଦାନରେ ଦେବେ କି? ଶିବ ଦେଇଦେଲେ, ସଇଲା କଥା। ତାଙ୍କର ଘର ଏମିତି କରିକି ତାଙ୍କର ଘର ହେଇପାରେ ନାହିଁ, ମହାପ୍ରଭୁ ଶ୍ରୀ ଶିବଙ୍କର। ତେଣୁ ବୈଷ୍ଣବ କେବେ ଆଜ୍ଞା ଭୌତିକ ଜିନିଷ ଚାହେଁନି। ଯେ ସତରେ ବୈଷ୍ଣବ, ଯେ ସତରେ ଜଗନ୍ନାଥଙ୍କୁ ପାଇଛି, ତାଙ୍କ ରସ ପାଇଛି, କୃଷ୍ଣଙ୍କର ରସ ପାଇଛି। ମାତା ପାର୍ବତୀ ଆସିକି ଯେତେବେଳେ ପୂଜା କରନ୍ତି, ଧ୍ୟାନ କରୁଛନ୍ତି ଶିବଙ୍କୁ ପଚାରିଲେ, ପତିଦେବ, ତମେ ତ ସବୁଠାରୁ ଶ୍ରେଷ୍ଠ, ତମେ ତ ଭଗବାନ, ତମେ ପୁଣି କାହାର ଧ୍ୟାନ କରୁଛ? ଶିବ କହିଲେ, ନା ନା ନା, ମୁଁ ଭଗବାନ ନୁହଁ, ମୁଁ ଧ୍ୟାନ କରେ ଶ୍ରୀରାମଙ୍କୁ। ଯିଏ ଅନ୍ୟର ମନରେ, ହୃଦୟରେ ରମଣ କରନ୍ତି, ସିଏ ହେଉଛନ୍ତି ରମନ୍ତି ଚ,
ସିଏ ହେଉଛନ୍ତି ରାମ। ମୁଁ ତାଙ୍କର ଧ୍ୟାନ କରେ। ତେଣୁକରି ଯେତିକି ଶିବ ଭକ୍ତ ଅଛନ୍ତି ଆଜ୍ଞା, ତାଙ୍କୁ ଅନୁରୋଧ ସେ ବୁଝନ୍ତୁ। ଫାଇନାଲ ଜିନିଷ କ'ଣ? ଶିବ କହୁଛନ୍ତି ରାମଙ୍କର ସେବା କର। ଶିବ କେବେ କହନ୍ତିନି ମୋର ପୂଜା କର ବୋଲି। ଶିବ ପୁରାଣରେ ବି ଏ କଥା କେବେ ଲେଖା ହେଇନି। କିନ୍ତୁ ଲୋକ କ'ଣ ଦେଖନ୍ତୁ, ଶିବ କେବେ ଗଞ୍ଜେଇ ଟାଣନ୍ତିନି ଆଜ୍ଞା, ସରି, ଶିବ ପୁରାଣରେ କେବେ ଲେଖା ହେଇନି। ଏଇଟା ଆମର ମୂର୍ଖତା, ଆମେ ଟାଣୁଛନ୍ତି। ମୁଁ ମୁମ୍ବାଇରେ ରହୁଛି, ଜଣେ ସିକ୍ୟୁରିଟି ଗାର୍ଡ଼ଟେ, ଛୋଟ ପିଲାଟେ, ମାନେ ଏଇ 22-25 ବର୍ଷର ହେବ। ସିଏ ଆସିଥିଲା ନେପାଳରୁ, ଗଞ୍ଜେଇ ଟାଣୁଛି। ମୁଁ କହିଲି ତୁମେ ଗଞ୍ଜେଇ କାହିଁ ଟାଣୁଛ? ସିଏ କହିଲା ମୁଁ ଶିବ ଭକ୍ତ, ଟିକେ ଗଞ୍ଜେଇ ଟାଣୁଛି। ମୁଁ କହିଲି କେଉଁ ଗୋଟିଏ ଜାଗାରେ ଲେଖା ହେଇଛି ମୋତେ ଦେଖାଇଲ ଶିବ ଗଞ୍ଜେଇ ଟାଣୁଛନ୍ତି, ପରମ ବୈଷ୍ଣବ ସିଏ। ଆରେ ସେ ପିଆଜ ରସୁଣ ବି ଛୁଇଁବେନି ଆମ ଭଳିଆ। ଆମର ସମସ୍ତଙ୍କ ଗୁରୁ, ଆମ ସମସ୍ତଙ୍କର ମୁଖିଆ ସିଏ। ତା ପାଟି ଚୁପ୍। ସେ କହିଲା ନାଇଁ ଆଜ୍ଞା, କେଉଁଠି ତ ଦେଖି ନାହିଁ ମୁଁ ଯେ ଗଞ୍ଜେଇ ଟାଣିବାର। ଏଇଟା ସବୁ ଆମ ମନର ମାନସିକତା। ଗଞ୍ଜେଇ ଟାଣୁଛନ୍ତି, ଶିବ କାହିଁ ଗଞ୍ଜେଇ ଟାଣିବାକୁ ଯିବେ? ପରମ ବୈଷ୍ଣବ ସିଏ। ତାଙ୍କ ଭଳିଆ ବୈଷ୍ଣବ ମିଳିବା ଅସମ୍ଭବ। ଯଦି ଆଜ୍ଞା ଆପଣ ଚିନ୍ତାରେ ଅଛନ୍ତି, ଟେନସନରେ ଅଛନ୍ତି, ଦେଖନ୍ତୁ ଆପଣଙ୍କ ଘରେ କ'ଣ ଟେନସନ୍ ଅଛି, ତାଙ୍କ ଘରେ କେତେ ଟେନସନ୍ ଦେଖନ୍ତୁ ଆଜ୍ଞା। ତଥାପି ସେ କେତେ ଧ୍ୟାନ କୁଲ୍ ହେଇକି ଧ୍ୟାନ କରୁଥିବେ ସବୁବେଳେ, କେବେ ଟେନସନ୍ ନାହିଁ। ଯେତେବେଳେ ରାଗନ୍ତି ତ ପୁରା କ୍ଷୟ କରିଦେବେ ଏକାଥରେ। ତୃତୀୟ ନୟନ ଖୋଲିଦେ ତୋର ତୃତୀୟ ନୟନ, ଜଳିଯାଉ ପାପ ସବୁ, ରହିଥାଉ ପୁଣ୍ୟ। ଭୁଲ କୁହାଯାଇଛି କି ଆଜ୍ଞା? ତେଣୁକରି ପରମ ବୈଷ୍ଣବ ଯିଏ, ତାଙ୍କୁ ଆପଣ ଚରଣ ଯଦି ଧରିଛନ୍ତି, ଟେନସନ୍ କ'ଣ? ପୁଣି ଇଏ ଚିନ୍ତା କିଛି ନୁହଁ। ଶିବଙ୍କ ସାମ୍ନାରେ ଏ ଚିନ୍ତା କିଛି ନୁହଁ। କେତେ କଳି ଝଗଡ଼ା ହୁଏ ମାତା ଉମାଙ୍କର ଏଇ ପଇସା ପତ୍ରକୁ ନେଇକି, ସୁନା ଗହଣାକୁ ନେଇକି, ମୋତେ ଦେଉନ କିଛି ନାହିଁ। ଶିବ ତ କହନ୍ତି ମୋ ପାଖକୁ କାହିଁକି ଆସୁଥିଲ ଉମା, ମୁଁ ତ ମନା କରୁଥିଲି, କିନ୍ତୁ ପରେ ଆଉ ଥରେ ସେଟେଲ୍ ହେଇଯାଏ। ଝଗଡ଼ାଝାଟି ଦେଖିଲେ ସିଂହ, ଏପଟେ ଷଣ୍ଢ ନନ୍ଦୀ ମହାରାଜ, ମୋର ବି ରାଶି ଷଣ୍ଢ। ସେପଟେ ମୂଷା, ଏପଟେ ସାପ, ଏପଟେ ମୟୂର, ଗଳାରେ ହଳାହଳ ବିଷ, ଉପରେ ଅମୃତ ଜହ୍ନ, ଉପରେ ପାଣି ବାହାରୁଛି ମାନେ ଗଙ୍ଗା ଜଳ, ତଳେ ନିଆଁ, ତୃତୀୟ ନୟନ, ଏଠି ବିଭୂତି, ସାଇଡ଼ରେ ସବୁ ଭୂତ। ସବୁ ବିପରୀତ ଜିନିଷ ଆଜ୍ଞା, ସବୁ ବିପରୀତ। ଏତେ ବିପରୀତରେ ସେ କେତେ କୁଲ୍ ଅଛନ୍ତି। କାହିଁକି? ସେ ଧ୍ୟାନ କରୁଛନ୍ତି ଜଗନ୍ନାଥଙ୍କୁ, ସେ ଧ୍ୟାନ କରୁଛନ୍ତି କୃଷ୍ଣଙ୍କୁ, ସେ ଧ୍ୟାନ କରୁଛନ୍ତି ରାମଙ୍କୁ। ଆପଣ ବି ବୈଷ୍ଣବ ହୁଅନ୍ତୁ, ଧ୍ୟାନ କରନ୍ତୁ, ତାଙ୍କରି ଭକ୍ତି କରନ୍ତୁ। ଭଗବାନ ଶ୍ରୀକୃଷ୍ଣ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଗବାନ ଶ୍ରୀରାମ, ମହାପ୍ରଭୁ ଶ୍ରୀ ନୃସିଂହନାଥ, ଯେକୌଣସି ବିଷ୍ଣୁ ତତ୍ତ୍ୱ ଉପରେ ଆଜ୍ଞା ଦେଖିବେ ଟେନସନ୍ ଯିବ ପେନସନ୍ ନେବା ପାଇଁ, ଟେନସନ୍ ଯିବ ପେନସନ୍ ନେବା ପାଇଁ, ଟେନସନ୍ ଯିବ ପେନସନ୍ ନେବା ପାଇଁ। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।